ଖାଦ୍ୟବସ୍ତୁ ତାଙ୍କ ପାଖରେ ଆସି ଉପସ୍ଥିତ ହେଲା। 48 ଦିନ ଉପବାସ ପରେ ଏଇ ଯେମିତି କାଲି ଆମର ଉପବାସ ଥିଲା, ଆଜି ଆମେ ସ୍ୱାଦ କରିବାକୁ ଯାଉଛୁ। ଆମେ ତ ଉପବାସ ନୁହେଁ, ଆମେ ତ ନେଉଛୁ। 48 ଦିନ କିଛି ପାଣି ବି ପିଇନାହାନ୍ତି। ଏହିପରି ତାଙ୍କ ପାଖରେ ଉପାଦେୟ ଖାଦ୍ୟ ସାମଗ୍ରୀ ଆସିଲା। ଭୋଜନ କରିବାକୁ ଯାଉଛନ୍ତି, ଏମିତି ଜଣେ ବ୍ରାହ୍ମଣ ଆସି ଉପସ୍ଥିତ ହେଇଗଲା ଅତିଥି ହିସାବରେ। ବ୍ରାହ୍ମଣ ଯେହେତୁ ଆସି ଉପସ୍ଥିତ ହେଇଗଲେ, ତାଙ୍କର ପାଇଁ ଯେ ସବୁ ଖାଦ୍ୟ ସାମଗ୍ରୀ ଆସିଥିଲା ଦୁଇ ଭାଗ କଲେ। ଦୁଇ ଭାଗ କରି ବ୍ରାହ୍ମଣକୁ ପେଟ ଭରି ଭୋଜନ କରାଇଦେଲେ। ବ୍ରାହ୍ମଣ ପେଟ ଭରି ଭୋଜନ କରି ସନ୍ତୁଷ୍ଟ ହୋଇ ଚାଲିଗଲେ। ଅବଶିଷ୍ଟ ଯେ ଅଧା ରହିଛି, ସେ ଯେଉଁ ଭୋଜନ କରିବାକୁ ଯାଉଛନ୍ତି, ଏମିତି ସମୟରେ ଆଉ ଜଣେ ଅତିଥି ଆସି ଉପସ୍ଥିତ ହେଇଗଲେ। ଏ ଜଣେ ଶୂଦ୍ର ଆସି ଉପସ୍ଥିତ ହେଇଗଲେ। ସେ ମାଗିଲ ତାହାକୁ